ओम शांति 7/1/2022 प्रातः मुरली बापदादा मधुबन। मीठे बच्चे, सर्वशक्तिमान बाबांकर याद द्वारा आत्मारे लागिथिबा विकारर कलंकी को सफा करिबार पुरुषार्थ कर। सर्वशक्तिमान बाबांकर याद द्वारा आत्मारे लागिथिबा विकारर कलंकी को सफा करिबार पुरुषार्थ कर। प्रश्न, बाबांक सहित बुद्धि जोग तुटी जिबार मुख्य कारण ओ जोड़ीबार सहज पुरुषार्थ कौन अटे? बाबांक सहित बुद्धि जोग तुटी जिबार मुख्य कारण ओ जोड़ीबार सहज पुरुषार्थ कौन अटे? उत्तर, बुद्धि जोग तुटी जाइथाए देह अभिमान रे आसीबा द्वारा, बाबांकर निर्देश को भूलिबा द्वारा, विकारी दृष्टि रखिबा द्वारा। सेथिपई बाबा कहउचंती पिला माने जेते दूर संभव आज्ञा बह हुआ। देही अभिमानी हबा पई भल भावरे पुरुषार्थ कर। अविनाशी सर्जन बा डाक्तरंकर याद द्वारा आत्मा को शुद्ध कराओ। गीत अच्छी आने वाली कल की तुम। ओम शांति। शिव भगवान उवाच, पिला माने गीत सुनिले पिला माने जानिचंती जे आम सम्मुखरे बाबा बसिचंती, जहाँ को पतित पावन कुहा जाए। परम पिता परमात्मा को निश्चय पतित पावन बोली कहिबा। ब्रह्मा विष्णु शंकर को पतित पावन कहिबा नहीं। बाबा तो ज्ञानर सागर अटंती। पिला माने जानिचंती जे आमे आत्मा माने परम पिता परमात्मा को ठारू ज्ञान शुणुचु। तुमे एबे आत्म अभिमानी हेच। दुनिया रे समस्ते देह अभिमानी अटंती। आत्म अभिमानी श्रेष्ठाचारी ही थांती। सेमानंकु परमात्मा ही बसी आत्म अभिमानी करुचंती। बाबा बुझौचंती आत्मा ही पाप आत्मा पुण्य आत्मा ही थाए। पाप जीव अथवा पुण्य जीव कुहा जाए नहीं। आत्मा रे ही संस्कार रही थाए। शरीर तो एक मुहूर्त रे विनाश ही जाए थाए। तुमे माने जानिच जे शिव बाबा को अविनाशी सर्जन अर्थात डाक्तर मध्य कही थांती। आत्मा भी अविनाशी, बाबा मध्य अविनाशी अटंती। आत्मार केबे विनाश ही न थाए। हाँ, आत्मारे शैतान र कलंकी लगी थाए। काम विकार भली खराब रु अति खराब कलंकी चढ़ी थाए। पुणी क्रोधर कलंकी लागुची। आत्मा मानंकु बाबा बसी बुझौचंती। तेणु एही दृढ़ निश्चय हबा दरकार जे परम पिता परमात्मा एही साधारण ब्रह्मा शरीर रे प्रवेश करुचंती। सिए हेउचंती एही रथर रथी, घोड़ा गाड़ीर रथ नुहे। परम पिता परमात्मा पिला मानकु बुझौचंती जे हे आत्मा, तुम उपरे 5 विकार रूपी कलंकी लागी रहिची। 5 विकार को रावण कहा जाय थाए। रावणर कलंक लागिबा कारणरू ही तुमे समस्ते विकारी एवं दुखी हे जाइच। एबे मु तुमर कलंकी सफा करुची।
ଏହି କଳଙ୍କିକୁ ସଫା କରୁଥିବା ଡାକ୍ତର ଏକମାତ୍ର ମୁଁ ହିଁ ଅଟେ। ଆତ୍ମାକୁ ସଫା କରିବା ପାଇଁ ଅନ୍ୟ କୌଣସି ସର୍ଜନ ବା ଡାକ୍ତର ହେଇପାରିବେ ନାହିଁ। ମନୁଷ୍ୟ କେବେ ଆତ୍ମାର ଜଙ୍କ ବା କଳଙ୍କିକୁ ସଫା କରିପାରିବ ନାହିଁ। ଏହି ଜଙ୍କକୁ ଛଡ଼ାଇବା ପାଇଁ ସର୍ବଶକ୍ତିମାନ ପରମାତ୍ମାଙ୍କର ଆବଶ୍ୟକତା ରହିଛି। ସିଏ କହୁଛନ୍ତି, ହେ ଆତ୍ମାମାନେ, ହେ ମୋର ପିଲାମାନେ, ଯଦି ମୋତେ ମନେ ପକେଇବ ତେବେ ତୁମର ଆତ୍ମାର ଜଙ୍କ ବା କଳଙ୍କି ଛାଡ଼ିଯିବ। ୟାଦ ନ କଲେ ଜଙ୍କ ଛାଡ଼ିବ ନାହିଁ। ଯଦି ଧାରଣା ହେବ ନାହିଁ ତେବେ ଉଚ୍ଚ ପଦ ମଧ୍ୟ ପାଇବ ନାହିଁ। କଳଙ୍କି ଲାଗିଥିବା ଆତ୍ମାଙ୍କୁ ପତିତ କୁହାଯାଏ। ଯେବେ ଆତ୍ମା ପତିତ ହେଇଥାଏ ତେବେ ତାକୁ ପତିତ ଶରୀର ମଧ୍ୟ ମିଳିଥାଏ। ସତ୍ତ୍ୱ ପ୍ରଧାନ ଆତ୍ମା ହୋଇଥିବାରୁ ତାଙ୍କୁ ଶରୀର ମଧ୍ୟ ସତ୍ତ୍ୱ ପ୍ରଧାନ ମିଳିଥାଏ। ଧୀରେ ଧୀରେ କଳଙ୍କି ଲାଗିଥାଏ, ଯେପରି ଅଟାରେ ଲୁଣ ମିଶିବା ସଦୃଶ। ପୁଣି ଦ୍ୱାପରରୁ ବହୁତ ଜଙ୍କ ଲାଗିଥାଏ। ଆତ୍ମାର କଳା ଧୀରେ ଧୀରେ କମିଯାଏ। 16ରୁ 14 କଳା ହେବାରେ 1250 ବର୍ଷ ଲାଗିଯାଇଥାଏ। ତୁମର ଏହି ସ୍ମୃତି ରହିବା ଦରକାର ଯେ ଆମେ ବିକେମାନେ ରାମ ପରମାତ୍ମାଙ୍କର ସନ୍ତାନ ଅଟୁ। ସେମାନେ ସମସ୍ତେ ହେଉଛନ୍ତି ରାବଣର ସନ୍ତାନ, କାରଣ ବିଷ ଦ୍ୱାରା ଜନ୍ମ ହେଉଛନ୍ତି। ସତ୍ୟ ଯୁଗରେ ବିଷ ରହିବ ନାହିଁ। ବର୍ତ୍ତମାନ ସମୟରେ କେହି କେତେ ବି ଆଶୀର୍ବାଦ ଦିଅନ୍ତୁ, ତଥାପି ତାଙ୍କର ମଧ୍ୟ କେହି ଆଶୀର୍ବାଦ ଦାତା ଅଛନ୍ତି। ଯେପରି ପୋପଙ୍କ ପାଇଁ କହିଥାନ୍ତି ଯେ ସିଏ ଆଶୀର୍ବାଦ ଦେଇଥାନ୍ତି, କିନ୍ତୁ ତାଙ୍କୁ ମଧ୍ୟ ସେହି ପରମ ପିତା ପରମାତ୍ମାଙ୍କର ଆଶୀର୍ବାଦ ଦରକାର, ଯିଏକି ସର୍ବୋଚ୍ଚ ଅଟନ୍ତି। ତୁମକୁ ସେତେବେଳେ ଆଶୀର୍ବାଦ ମିଳିଥାଏ ଯେତେବେଳେ ତୁମେ ଶ୍ରୀମତରେ ଚାଲିଥାଅ। ଯିଏ ଆଜ୍ଞାବହ ହିଁ ନୁହନ୍ତି ତାଙ୍କୁ ଆଶୀର୍ବାଦ କିପରି ମିଳିବ? ବାବା କହୁଛନ୍ତି, ଦେହୀ ଅଭିମାନୀ ହୁଅ। ଯଦି ଦେହର ଅଭିମାନ ଅଛି ତେବେ ଆଦେଶ ମାନିନଥାନ୍ତି ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯାଇଥାଏ। ବର୍ତ୍ତମାନ ବାବା ଆସିଛନ୍ତି, ତୁମେ ଭାରତକୁ ଶ୍ରେଷ୍ଠାଚାରୀ କରିବାର ସେବା କରୁଛ। ତୁମକୁ 3 ପାଦ ପୃଥିବୀ ମଧ୍ୟ ବହୁ କଷ୍ଟରେ ମିଳୁଛି। ଏବେ ମୁଁ ତୁମ ପାଇଁ ସାରା ସୃଷ୍ଟିକୁ ହିଁ ନୂଆ କରିଦେଉଛି। ପ୍ରଦର୍ଶନୀରେ ମଧ୍ୟ ତୁମେ ବଡ଼ ବଡ଼ ଲୋକଙ୍କୁ ମଧ୍ୟ ବୁଝେଇ ପାରିବ ଯେ ଆମେ ଏହି ଶ୍ରେଷ୍ଠ ସେବା କରୁଛୁ, ଭାରତକୁ ଶ୍ରେଷ୍ଠାଚାରୀ କରୁଛୁ। କିପରି ତାହା ଆସି ବୁଝ। ଆମେ ତୁମକୁ କହିପାରିବୁ। ପ୍ରଦର୍ଶନୀ ଦେଖାଇ ବୁଝାଇବା ଦରକାର ଯେ ଏହା ଏକମାତ୍ର ପରମାତ୍ମାଙ୍କର ହିଁ ଶ୍ରୀମତ ଅଟେ। ଯିଏ ସର୍ବଦା ସମରସ ଓ ସଦା ପବିତ୍ର ଅଟନ୍ତି, ସିଏ ହିଁ ଅଭୋକ୍ତା, ଚିନ୍ତାରହିତ ଜ୍ଞାନର ସାଗର ଅଟନ୍ତି। ସିଏ ହିଁ ସ୍ୱର୍ଗର ସ୍ଥାପନା କରୁଛନ୍ତି। ତାଙ୍କରି ଶ୍ରୀମତ ଆଧାରରେ ଆମେ ଭାରତର ସେବା କରୁଛୁ। ଗାୟନ ମଧ୍ୟ ରହିଛି, ପାଣ୍ଡବମାନଙ୍କୁ 3 ପାଦ ପୃଥିବୀ ମିଳିନଥିଲା। ବୁଝାଇବା ପାଇଁ ବହୁତ ବିଶାଳ ବୁଦ୍ଧି ହେବା ଆବଶ୍ୟକ। ତାହା ସେତେବେଳେ ହେବ ଯେତେବେଳେ ପୂର୍ଣ୍ଣ ଯୋଗ ଲାଗୁଥିବ। ଦେହ ଅଭିମାନର ଜଙ୍କ ମଧ୍ୟ ସେତେବେଳେ ହିଁ ଛାଡ଼ିବ। ବାବା ରାୟ ଦେଉଛନ୍ତି ଯେ ଅମୁକ ଅମୁକକୁ ବୁଝାଅ,
जे आमे समस्ते प्रतिज्ञा करूछु। आम पाखरे तो फोटो मध्य अछि। एही फोटो समस्त हेड ऑफिस एवं दिल्ली तथा सेंटर मानकरे मध्य रहिबा दरकार। एथिरे मध्य बहुत विशाल बुद्धि हवा दरकार। फोटोर 3-4टी नकल रहिबा उचित। किंतु माया जे कोनोसी समय रे मध्य केउ पिला उपरे विजय हे जाउची पुणी आश्चर्य भावरे परमपिता परमात्मा कर ही थांती। विश्वर राज्य नबारे पुरुषार्थ करि थांती तथापि पळै जाई थांती। वर्तमान बेहद्र बाबा कहउचंती मु सारा सृष्टि को परिवर्तन करूची पुणी तुम पाई फर्स्ट क्लास सृष्टि तैयारी करिदेवी जोठारे बसी तुमे राज्य करिब एवं आउ समस्तंकर विनाश हे जिवो। पिला मानंकु निश्चय देही अभिमानी हबाकू पड़िबो। पवित्र हेबारे तो समस्तंकर अधिकार अछि। जेहेतु बाबा आसी कहउचंती जे मो साथी रे जोग लगाओ ज्ञान अमृत पिय तेबे तुमे श्रेष्ठाचारी हे जिवो। सन्यासी माने मध्य विकार को घृणा करिथांती। पवित्र रहिबा तो बहुत भल कथा। देवता माने मध्य पवित्र थिले। पतित पावन बाबा ही आसी पवित्र करौचंती। सेठारे समस्ते निर्विकारी थांती। ताहा ही हेउची निर्विकारी दुनिया। भारत जेबे निर्विकारी थिला तेबे एहा जेपरी सुनार चढ़ई थिला। एपरी सुंदर किए करिथिले? निश्चय बाबा करिथिबे। आत्मा ही अपवित्र रोगी हे जाइची। आत्मा मानंकर डाक्तर तो परमात्मा अटंती। कौनसी मनुष्य तो हे पारिबे नाही। बाबा कहउचंती मु निजे पतित पावन अटे। मते समस्ते मने पकउचंती पवित्र रहिबा तो बहुत भल अटे ना। साधु संत आदि सबु मते ही स्मरण करि आछंती। जन्म जन्मांतर स्मरण करूचंती जे पतित पावन आस। भगवान तो जणे ही अटंती। एही परि नुहे जे भक्त ही भगवान अटंती। भगवान को मध्य केही जानी नाहंती। बाबा कहउचंती कल्प पूर्वरु मध्य मु बुझेइथिली। भगवान उवाच मु तुमको राजयोग शिखौची। मु ब्रह्मा को शरीर रे आसुची। जिए पूज्य थिले एबे सिए पूजारी होइचंती। सिए पवित्र राजा थिले एबे पतित दरिद्र ही जाइचंती। तुमर दृढ़ निश्चय हेउची जे आमे प्रजापिता ब्रह्मांकर संतान बिके अटू। परम पिता परमात्मा ब्रह्मा को द्वारा ब्राह्मण रचना करूचंती। ब्राह्मण मानकु ही दान दिया जाय थाए। बाबा कहउचंती मु तुमको कौन दान दउची? सारा विश्वर बादशाही बाबा दान दउचंती। जो माने शूद्ररु ब्राह्मण होई मोर सेवा करूचंती सेमानंकु बाबा सम्मुखरे बसई बुझुचंती जे तुम मानंकर केबे हेले विकारी दृष्टि हेबा उचित नुहे। प्रदर्शनी रे बुझाइबा पाई बहुत साहस आवश्यक। पतित पावन एकमात्र बाबा ही अटंती। तुमे तांको याद करूच। एमाने ज्ञान सागर रु बाहरी थिबा ज्ञान गंगा माने अटंती। एमानंकु शिव शक्ति कहा जाउची। शिव बाबांको सहित जोग लगाइबा द्वारा शक्ति मिली थाए। तेणु
ପାଞ୍ଚ ବିକାରର ଜଙ୍କ୍ ଛାଡ଼ିଥାଏ। ଚୁମ୍ବକ ଛୁଞ୍ଚିକୁ ସେତେବେଳେ ଆକର୍ଷଣ କରିଥାଏ ଯେତେବେଳେ ଛୁଞ୍ଚି କଳଙ୍କମୁକ୍ତ ହେଇଥାଏ। ତୁମ ଆତ୍ମାମାନଙ୍କ ଉପରେ ମାୟାର ଜଙ୍କ୍ ଲାଗିଯାଇଛି। ଏବେ ମୋ ସହିତ ଯୋଗ ଲଗାଇବା ଦ୍ୱାରା ହିଁ ଜଙ୍କ୍ ଛାଡ଼ିବ। ଏବେ ଏହା ରାବଣ ରାଜ୍ୟ। ଏଠାରେ ସମସ୍ତଙ୍କର ବୁଦ୍ଧି ତମ ପ୍ରଧାନ ଅଟେ। ତେଣୁ ପରମାତ୍ମା କହୁଛନ୍ତି ଯେ ମୁଁ ଆସି ଅଜାମିଳ ପରି ପାପୀ ଗଣିକା ସାଧୁମାନଙ୍କର ମଧ୍ୟ ଉଦ୍ଧାର କରୁଛି। ସମସ୍ତଙ୍କୁ ଶ୍ରେଷ୍ଠାଚାରୀ ଏକମାତ୍ର ବାବା ହିଁ କରିଥାନ୍ତି। ପତିତ ପାବନ ବାବା ହିଁ ଆସି ଏହି ମାତାମାନଙ୍କ ଦ୍ୱାରା ଭାରତକୁ ପବିତ୍ର କରୁଛନ୍ତି। ସେଥିପାଇଁ ମାତାମାନେ ଡାକୁଛନ୍ତି ଯେ ଆମକୁ ପତିତ ହେବାରୁ ରକ୍ଷା କର। ପୁରୁଷମାନେ ପବିତ୍ର ରହିବାକୁ ଦେଉନାହାନ୍ତି। ତୁମେ ସରକାରଙ୍କୁ କହିବା ଆବଶ୍ୟକ ଯେ ଏଥିରେ ଆମକୁ ସାହାଯ୍ୟ କର। କିନ୍ତୁ ନାରୀମାନେ ମଧ୍ୟ ସେହିପରି ଦୃଢ଼ ହେବା ଦରକାର। ଏହିପରି ନ ହେଉ ଯେ ପୁଣି ସ୍ୱାମୀକୁ ପିଲାଙ୍କୁ ମନେ ପକାଉଥିବେ, ତେବେ ପୁନଃ ଆହୁରି ଅଧୋଗତି ହେଇଯିବ। ବାବା ସବୁ କଥା ବୁଝାଉଛନ୍ତି କିଭଳି ଯୁକ୍ତି ରଚନା କରିବ। ଏବେ ତୁମମାନଙ୍କର ସୁଖର ଦିନ ଆସିବାର ଅଛି। ମୁଁ ତୁମକୁ ସ୍ୱର୍ଣ୍ଣିମ ଦୁନିଆ ତିଆରି କରିଦେଉଛି, ଯାହାକୁ ସ୍ୱର୍ଗ କୁହାଯାଇଥାଏ। ଏବେ ଶ୍ରୀମତ୍ କହୁଛି ପିତାଙ୍କ ସହିତ ଯୋଗ ଲଗାଅ, ତେବେ ତୁମର ପାପ କଟିଯିବ। ନଚେତ୍ ଏତେ ଉଚ୍ଚ ପଦ ପାଇପାରିବ ନାହିଁ। ନା ଧାରଣା ହେବ। ତେଣୁ କୌଣସି ବିକର୍ମ କରିବା ଉଚିତ ନୁହେଁ। ଦେହ ଅଭିମାନ ଆସିବା ଦ୍ୱାରା ବୁଦ୍ଧିଯୋଗ ତୁଟି ଯାଇଥାଏ। ଏହି ବ୍ରହ୍ମା ମଧ୍ୟ ସେହି ବାବାଙ୍କୁ ଅର୍ଥାତ୍ ଶିବ ବାବାଙ୍କୁ ୟାଦ କରୁଛନ୍ତି। ପରମ ପିତା ପରମାତ୍ମା ଏହି ବ୍ରହ୍ମାଙ୍କ ଶରୀରରେ ବସି ଏହାକୁ କହୁଛନ୍ତି ଯେ ହେ ବ୍ରହ୍ମାଙ୍କର ଆତ୍ମା, ହେ ରାଧାଙ୍କର ଆତ୍ମା, ମୋତେ ମନେ ପକାଅ, ତେବେ ତୁମର ପାପ କଟିଯିବ। ସେତେବେଳେ ବାବା ମନେ ପଡ଼ିବେ ଯେବେ ନିଜକୁ ଆତ୍ମା ଭାବିବ ଏବଂ ଶ୍ରୀମତରେ ପୂର୍ଣ୍ଣ ରୀତିରେ ଚାଲିବ। ବାବା କହୁଛନ୍ତି ଲୋଭ ମଧ୍ୟ କମ୍ ନୁହେଁ। କୌଣସି ଭଲ ଜିନିଷ ଦେଖିଲେ ଖାଇବାକୁ ଇଚ୍ଛା ହେଇଥାଏ। ଏହାକୁ ଲୋଭ କୁହାଯାଏ। ବାବା କହୁଛନ୍ତି ମାୟା ସଦୃଶ। ବାବା କହୁଛନ୍ତି ମାୟା ମୂଷା ସଦୃଶ ପ୍ରଥମେ ଫୁଙ୍କି ଦେଇଥାଏ, ପୁଣି କାଟିଥାଏ। ଶାସ୍ତ୍ରରେ ମଧ୍ୟ ଏହିପରି ବହୁତ କାଳ୍ପନିକ କାହାଣୀମାନ ଲେଖିଛନ୍ତି। ସନ୍ନ୍ୟାସୀମାନେ ପୁଣି ଆମକୁ କହୁଛନ୍ତି ଏହି ଚିତ୍ର ତୁମର କଳ୍ପନା ଅଟେ। ବାବା ପ୍ରତ୍ୟେକ କଥା ପିଲାମାନଙ୍କୁ ବୁଝାଉଛନ୍ତି। ଏପରି ଭାବ ନାହିଁ ଯେ ଆମେ ଯାହା କିଛି ବି କରୁଛୁ ତାହା ବାବା ଜାଣିପାରୁନାହାନ୍ତି। ବାବା ଜାଣିଛନ୍ତି ଯେ ଏହି ଦୁନିଆ କେତେ ବିକାରୀ ଅଟେ। ଅବଳାମାନଙ୍କ ଉପରେ ଅତ୍ୟାଚାର ତ ହେବାର ହିଁ ଅଛି। ନିଜକୁ ଉପାୟ ବା ଯୁକ୍ତିର ସହିତ ରକ୍ଷା କରିବାକୁ ହେବ, ନଚେତ୍ ପଦ ଭ୍ରଷ୍ଟ ହୋଇଯିବ। ଜଣାପଡ଼େ ଯେ ଡ୍ରାମା ଅନୁସାରେ ଏହି ସବୁ କିଛି ହେବାର ହିଁ ଅଛି। ବାବା କହୁଛନ୍ତି ମୁଁ ତ ବୁଝେଇ ଚାଲିଛି, ତଥାପି କେହି ବୁଝୁନାହାନ୍ତି। ତେଣୁ କେହି ଦାସ ଦାସୀ ହେଉଛନ୍ତି ତ କେହି ପ୍ରଜା ହେଉଛନ୍ତି। ଡ୍ରାମାର ନିୟତି ସେହିଭଳି ହେଇଛି। କ'ଣ କରିପାରିବା? ଗରିବ, ସାହୁକାର, ପ୍ରଜା ସମସ୍ତେ ନିଶ୍ଚୟ ହେବେ। ବାବା ଭାରତରେ ହିଁ ଆସୁଛନ୍ତି। ଏହା ହେଉଛି ଅପବିତ୍ର ସ୍ଥାନ। ବାବା ଆସି ସାରା ଦୁନିଆକୁ ପବିତ୍ର ସ୍ଥାନ କରୁଛନ୍ତି।
ଭାରତକୁ ହିଁ ସମସ୍ତ ଲହୁଣୀ ମିଳିଥାଏ। ଏହି କାହାଣୀ କେତେ ସହଜ ଅଟେ, କିନ୍ତୁ ଜ୍ଞାନ ଯୁଗରେ ରହିବା ପାଇଁ ବହୁତ ସାହସ ଦରକାର। ଯଦି ଶ୍ରୀମତରେ ନ ଚାଲନ୍ତି ତେବେ ପଦଭ୍ରଷ୍ଟ ହୋଇଯାଇଥାଏ। ବାବା ନିର୍ଦ୍ଦେଶ ଦେଉଛନ୍ତି ଯେ ଏପରି ଏପରି ବୁଝାଅ। ବୁଝେଇଲା ବାଲା ବହୁତ ଚତୁର ହେଇଥିବା ଦରକାର। ବାବାଙ୍କ ପ୍ରତି କେତେ ସ୍ନେହ ରହିଥାଏ। କେତେ ସ୍ନେହର ସହିତ ପିଲାମାନେ ଲେଖୁଛନ୍ତି ଯେ ମୁଁ ଶିବ ବାବାଙ୍କ ରଥ ପାଇଁ ସ୍ୱେଟର ପଠାଉଛି। ଶିବ ବାବା ମୋର ଅବିନାଶୀ ବାବା ଅଟନ୍ତି। ସିଏ ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି। ବୁଦ୍ଧିରେ ଶିବ ବାବା ମନେ ପଡ଼ୁଛନ୍ତି। ଶିବ ବାବାଙ୍କ ରଥ ପାଖକୁ ମୁଁ ଟୋଲି ପଠାଉଛି। ଶିବ ବାବାଙ୍କ ରଥର ମୁଁ ଶୃଙ୍ଗାର କରୁଛି, ଯେପରି ହୁସେନର ଘୋଡ଼ାକୁ ଶୃଙ୍ଗାର କରିଥାନ୍ତି। ଇଏ ତ ବାସ୍ତବ ଓ ସତ୍ୟ ଅଟନ୍ତି। ପତିତ ପାବନ ବାବା ହିଁ ପାବନ କରିଲା ବାଲା ଅଟନ୍ତି। ଇଏ ଅର୍ଥାତ୍ ବ୍ରହ୍ମା ବି ନିଜର ଶୃଙ୍ଗାର କରୁଛନ୍ତି। ଶିବ ବାବାଙ୍କୁ ଏବଂ ନିଜର ପଦକୁ ମଧ୍ୟ ୟାଦ କରୁଛନ୍ତି। ଏହି ଦୁଇ ଜଣ ମଧ୍ୟ ପୋଖତ ଅଟନ୍ତି। ଜ୍ଞାନ ଜ୍ଞାନେଶ୍ୱରୀ ପୁଣି ରାଜରାଜେଶ୍ୱରୀ ହେଉଛନ୍ତି। ତେବେ ନିଶ୍ଚୟ ସେମାନଙ୍କର ସନ୍ତାନମାନେ ମଧ୍ୟ ସେହିପରି ହେବା ଦରକାର। ପୁରୁଷାର୍ଥର କ୍ରମ ଅନୁସାରେ ମାଲିକ ହୋଇଥାନ୍ତି। ରାଜଯୋଗ ଦ୍ୱାରା ରାଜରାଜେଶ୍ୱରୀ ହେଇଥାନ୍ତି। ପୁଣି ଯିଏ ଯେତେ ସେବା କରିପାରିବେ, ବାବା ତ ସବୁ ଯୁକ୍ତି ବତାଉଛନ୍ତି। ଆଚ୍ଛା, ମିଠା ମିଠା ଶିକିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମରେ ବାବା କହିଛନ୍ତି ଯେ ବାବାଙ୍କର ଆଶୀର୍ବାଦ ନେବା ପାଇଁ ଆଜ୍ଞାବହ ହେବାର ଅଛି। ଦେହୀ ଅଭିମାନୀ ହେବାର ଆଦେଶକୁ ପାଳନ କରିବାକୁ ହେବ। ବାବାଙ୍କର ଆଶୀର୍ବାଦ ନେବା ପାଇଁ ଆଜ୍ଞାବହ ହେବାର ଅଛି। ଦେହୀ ଅଭିମାନୀ ହେବାର ଆଦେଶକୁ ପାଳନ କରିବାକୁ ହେବ। ଦ୍ୱିତୀୟରେ, ମାୟା ମୂଷା ସଦୃଶ ଅଟେ। ଏହାଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ। ଲୋଭ କରିବାର ନାହିଁ। ଶ୍ରୀମତରେ ପୂର୍ଣ୍ଣ ରୀତିରେ ଚାଲିବାକୁ ହେବ। ମାୟା ମୂଷା ସଦୃଶ ଅଟେ। ଏହାଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ। ଲୋଭ କରିବାର ନାହିଁ। ଶ୍ରୀମତରେ ପୂର୍ଣ୍ଣ ରୀତିରେ ଚାଲିବାକୁ ହେବ। ଆଜିର ବରଦାନ ଅଛି, ଲାଇଟ୍ ସ୍ୱରୂପ ହୋଇ ଜ୍ଞାନ ଏବଂ ଯୋଗର ଶକ୍ତିକୁ ପ୍ରୟୋଗ କରୁଥିବା ପ୍ରୟୋଗୀ ଆତ୍ମା ହୁଅ। ଜ୍ଞାନୀ ଯୋଗୀ ଆତ୍ମା ତ ହେଇଯାଇଛ, କିନ୍ତୁ ଏବେ ଜ୍ଞାନ ଏବଂ ଯୋଗର ଶକ୍ତିକୁ ପ୍ରୟୋଗ କରୁଥିବା ପ୍ରୟୋଗୀ ଆତ୍ମା ହୁଅ। ଯେପରି ବିଜ୍ଞାନର ସାଧନ ଗୁଡ଼ିକର ପ୍ରୟୋଗ ବା ବ୍ୟବହାର ଲାଇଟ୍ ଦ୍ୱାରା ହେଇଥାଏ, ସେହିଭଳି ସାଇଲେନ୍ସ ଅର୍ଥାତ୍ ଶାନ୍ତିର ଶକ୍ତିର ଆଧାର ମଧ୍ୟ ଲାଇଟ୍ ହିଁ ଅଟେ। ଅବିନାଶୀ ପରମାତ୍ମାଙ୍କର ଲାଇଟ୍, ଆତ୍ମିକ ଲାଇଟ୍ ଏବଂ ଏଥିସହିତ ତୁମର ସ୍ୱାଭାବିକ ସ୍ଥିତି ମଧ୍ୟ ଲାଇଟ୍ ଅର୍ଥାତ୍ ହାଲୁକା। ତେଣୁ ଯେତେବେଳେ କୌଣସି ପ୍ରୟୋଗ କରିବାକୁ ଚାହୁଁଛ, ସେତେବେଳେ ପ୍ରଥମେ ଚେକ୍ କର ଯେ ମୁଁ ଲାଇଟ୍ ସ୍ଥିତିରେ ଅଛି ନା ନାହିଁ। ଯଦି ସ୍ଥିତି ମଧ୍ୟ ଲାଇଟ୍ ଅଛି ଅର୍ଥାତ୍ ହାଲୁକା ଅଛି ଏବଂ ସ୍ୱରୂପ ମଧ୍ୟ ଲାଇଟ୍ ଅର୍ଥାତ୍ ଜ୍ୟୋତି ସ୍ୱରୂପ ଅଟେ,
अर्थात डबल लाइट स्थिति रे अछ तेबे प्रयोगर सफलता मध्य सहज हो जिवो। ताले लाइट स्वरूप होई ज्ञान एवं जोगर शक्ति को प्रयोग करुथिबा प्रयोगी आत्मा हुआ। स्लोगान जीवन मुक्त अवस्थार अनुभव करिबा पाई विकल्प एवं विकर्म ठारू मुक्त हुआ। जीवन मुक्त अवस्थार अनुभव करिया पाई विकल्प एवं विकर्म ठारू मुक्त हुआ। लवलीन स्थितिर अनुभव कर। त्यागी एवं तपस्वी आत्मा माने सर्वदा बाबांकर लगन रे मगन रही थांती। से माने प्रेमर सागर ज्ञान आनंद सुख एवं शांतिर सागर भितरे सर्वदा बुड़ी रही थांती। एई भली बुड़ी रहिथिबा अर्थात समाहित अवस्थारे रहिथिबा आत्मा माने ही सच्चा तपस्वी अटंती। सेमानंक द्वारा प्रत्येक कथार त्याग स्वतः ही जाए। अच्छा, ओम शांति।